ସୁମିତ ପୁରା ରାଗିକି କହିଲା, ତମେ ଏତେ ତଳକୁ ଖସିଗଲ? ତମକୁ ଆଉ କେହି ମିଳିଲେନି? ମୋ ପିଲାଦିନର ସାଙ୍ଗ ସହିତ ତମେ ଏମିତି କରିଲ? ବାପା ତ ସତରେ ସତ କଥା କହୁଥିଲେ, ତମେ ଗୋଟେ ଚରିତ୍ରହୀନ ଝିଅ। ଅନାଥ ଥିଲ ବୋଲି ମୁଁ ତୁମକୁ ସାଥୀ ରୂପରେ ବାଛିଥିଲି, କିନ୍ତୁ ତମେ ଶେଷକୁ ଭଲ ପାଇବାର ବି ମର୍ଯ୍ୟାଦା ରଖିପାରିଲନି। ଏମିତି କେତେ କ'ଣ କଟୁ କଥା କହୁଥାଏ ସୁମିତ। ଆଉ ସେ ରାଗରେ ଘର ଛାଡ଼ି ଚାଲିଯାଏ। ମୋହିନୀ ଆଉ ସେ ସବୁ ନିନ୍ଦା ଅପମାନ ସହ୍ୟ କରିପାରିଲାନି। ଆଉ ସେ ଆତ୍ମହତ୍ୟା କରିନେଲା। ଶେଷ ଚିଠି ବି ଲେଖିଥିଲା ମୋହିନୀ ସୁମିତ ପାଇଁ, କିନ୍ତୁ ସୁମିତ ଘର ଛାଡ଼ି ଚାଲି ଯାଇଥିଲା। ଚିଠିରେ ଏହା ଲେଖିଥିଲା କି, ସୁମିତ, ମୁଁ ତୁମକୁ ସତରେ ଭଲ ପାଏ। ମୁଁ ତୁମକୁ ଧୋକା ଦେଇନି। ଯେବେ ତମେ ସବୁ ସତ କଥା ଜାଣିବ, ହୁଏତ ମୁଁ ଏ ଦୁନିଆରେ ନଥିବି। ମୋହିନୀ ମରିଯିବା କଥା ନା ତ ସୁମିତ ଜାଣିଥିଲା, ନା ତ ବେଷ୍ଟ ଫ୍ରେଣ୍ଡ ସମ୍ବିତ। ଦୁଇ ଜଣ କେହି ବି ଜାଣିନଥିଲେ। ମୋହିନୀ ମରିଗଲା ସତ, କିନ୍ତୁ ତା ଆତ୍ମା ମରିନଥିଲା। ତା ଆତ୍ମା ପ୍ରେତାତ୍ମା ହୋଇସାରିଥିଲା। ମୋହିନୀ ଜଣ ଜଣକ କରି ଏମିତି 4 ଲୋକକୁ ମାରିଥିଲା। ଆଉ ମୋହିନୀ ସନ୍ଧ୍ୟା ହେଲେ ଗାଁ ସାରା ବୁଲେ। ଗାଁର ଲୋକମାନେ ବହୁତ ଭୟଭୀତ ହୋଇଯାଉଥିଲେ, କାରଣ ସେ 4ଟା ଲୋକଙ୍କୁ ମାରିଦେଇଛି। ସୁମିତ ଓ ସମ୍ବିତ 2 ଭାଇ ମିଶି ଗାଁକୁ ଫେରିଲେ। 2 ଜଣ ଜାଣିନାହାନ୍ତି ଯେ ମୋହିନୀ ଆତ୍ମହତ୍ୟା କରିଛି ବୋଲି, କିନ୍ତୁ ନିଜ ଘରେ ପହଞ୍ଚିବା ପରେ ଜାଣିନେଲେ ଯେ ମୋହିନୀ ଆଉ ଏ ଦୁନିଆରେ ନାହିଁ। ସୁମିତ ଶୁଣି ବହୁତ କାନ୍ଦିଲା, ଆଉ ମନ ଦୁଃଖ ବି କରିଲା, କାରଣ ଯେତେହେଲେ ବି ସେ ମୋହିନୀକୁ ସତରେ ଭଲ ପାଉଥିଲା। ସମ୍ବିତ, ଯିଏକି ମୋହିନୀର ବେଷ୍ଟ ଫ୍ରେଣ୍ଡ, ସେ ଶୁଣି ପୁରା ଆଶ୍ଚର୍ଯ୍ୟ। ଯେତେ ଯାହା ହେଲେ ବି ସେ ତା ବେଷ୍ଟ ଫ୍ରେଣ୍ଡ ନା। ଆଉ ସେ ହିଁ ମୋହିନୀର ଆତ୍ମହତ୍ୟା କରିବାର କାରଣ ଖୋଜିବାରେ ଲାଗିଲା। ଗାଁ ଲୋକଙ୍କୁ ପଚାରି ବୁଝିଲା ମୋହିନୀର ଚରିତ୍ରହୀନ ବିଷୟରେ, କିନ୍ତୁ ସମ୍ବିତ ମଧ୍ୟ ଜମାରୁ ସତ କଲା ନାହିଁ, କାରଣ ସେ ମୋହିନୀର ଚରିତ୍ର କେମିତି ଜାଣିଥିଲା, କାରଣ ମୋହିନୀ ସେମିତି ଜମାରୁ ବି ନାହିଁ। ଆଉ ଲୋକମାନଙ୍କଠୁ ବି ଏଇଆ ବି ଜାଣିଲା ଯେ ସେ ସନ୍ଧ୍ୟା 6ଟା ହେଲେ ପ୍ରେତାତ୍ମା ହିଁ ଗାଁରେ ବୁଲୁଛି। ସମ୍ବିତ ସେସବୁ ଶୁଣିଲା ଆଉ ମୋହିନୀର ଆତ୍ମା ସହିତ କଥା ପାଇଁ ସ୍ଥିର କରିଲା। ସନ୍ଧ୍ୟା 6ଟା ହେଲା। ସତକୁ ସତ ମୋହିନୀର ଆତ୍ମା ଗାଁରେ ବୁଲିଲା। ସମ୍ବିତ ମୋହିନୀର ସାମ୍ନାରେ ଛିଡ଼ା ହେଲା। ସମ୍ବିତକୁ ଦେଖି ମୋହିନୀ ନିଜକୁ କଣ୍ଟ୍ରୋଲ ନ କରି ଭୋ ଭୋ ହୋଇ କାନ୍ଦିଲା। ସମ୍ବିତ ମୋହିନୀର ଆତ୍ମାକୁ କହିଲା, କ'ଣ ହେଇଛି ତୋ ସହିତ? ସବୁ ସତ କଥା କହ। ମୁଁ ଜାଣିଛି ତୋତେ କିଏ ଜାଣି ଶୁଣି ଫସିଛନ୍ତି। ତୁ କ'ଣ? ମୁଁ ଜାଣିଛି। ତୁ ଆତ୍ମହତ୍ୟା କ'ଣ ପାଇଁ କଲୁ? ସବୁ କିଛି କହ। ମୋହିନୀ କହିଲା, ଯା ହଉ ତୁ ସାଙ୍ଗ ହୋଇ ମୋ ମନ କଥା ବୁଝିବାକୁ ଚେଷ୍ଟା କଲୁ, କିନ୍ତୁ ଯାହାକୁ ମୁଁ ଭଲ ପାଇଥିଲି ସେ ସେତକ ବି ବୁଝିବା ପାଇଁ ଚେଷ୍ଟା କରିଲାନି। ଆଉ ହଁ, ମୁଁ ଆତ୍ମହତ୍ୟା କରିନି ରେ ସମ୍ବିତ, ମୋତେ ମାରି ଦେଇଛନ୍ତି। ଏକଥା ଶୁଣି ସମ୍ବିତ ପୁରା ରାଗି କହିଲା, କ'ଣ ମାରି ଦେଇଛନ୍ତି? କିଏ ତୋତେ ମାରିଛି? ସବୁ କଥା ଖୋଲି କହ। ମୋହିନୀ ପୁରା ଘଟଣା ସମ୍ବିତକୁ କହିବାରେ ଲାଗିଲା। ତୁ ଯେମିତି ଫରେନ୍ ଚାଲିଗଲୁ, ସୁମିତ ଆଉ ମୁଁ ଆମେ ତମ ଗାଁର ଘରକୁ ଆସିଲୁ। ଆସିଲାର ପ୍ରଥମ ଦିନରୁ ହିଁ ବାପାଙ୍କର ଖରାପ ନଜର ମୋ ଉପରେ ପଡ଼ିଲା, ଯାହାକି ମୁଁ ଅନୁଭବ କରିପାରିଥିଲି, କିନ୍ତୁ ସୁମିତକୁ କେମିତି କହିଥାନ୍ତି? ଆଉ ଯେତେ ଯାହା ହେଲେ ବି ସେ ତମ ବାପା। ବାପାଙ୍କ ମର୍ଯ୍ୟାଦା ଏମିତି ତଳେ ପକାଇବାକୁ ମୋତେ ଜମାରୁ ଭଲ ଲାଗିଲାନି। ଆଉ ସେ ରାତି ଗୋଟିଏ ରାତି ତ ନୁହଁ, ଏମିତି 2 ରାତି ମୁଁ ଦେଖିଲି ଗୋଟେ ଗାଡ଼ିରେ ନୂଆ ନୂଆ ଝିଅମାନଙ୍କ ସହ ବାପା କୁଆଡ଼େ ଯାଉଥିଲେ। ଆଉ ମୁଁ ଯେତେବେଳେ ଜାଣିଲି ଯେ ସେ ବାପା ଧନ୍ଦା କରନ୍ତି ଝିଅମାନଙ୍କ ସହିତ, ଏସବୁ କଥା ମୁଁ ସୁମିତକୁ ଜଣାଇବା ପାଇଁ ଚେଷ୍ଟା କରିଥିଲି, କିନ୍ତୁ କେମିତି କହିବି ଜାଣିପାରୁନଥିଲି।
କିନ୍ତୁ ଧୀରେ ଧୀରେ ବାପା ବି ଜାଣିଦେଲେ ଯେ ମୁଁ ତାଙ୍କ ଚରିତ୍ର ଆଉ ଧନ୍ଦା ବିଷୟରେ ଜାଣିସାରିଛି ବୋଲି। ତେଣୁ ସେ ଜାଣି ଶୁଣି ମୋତେ ବଦନାମ କରିବା ପାଇଁ ନିଶା ଇଞ୍ଜେକ୍ସନ୍ ଦେଇଦେଲେ। ଆଉ ସୁମିତ୍ର ସାଙ୍ଗ ସହ ମିଛରେ ମୋ ଚରିତ୍ରକୁ ବଦନାମ କରିଦେଲେ। ଆଉ ଏସବୁ କାମରେ ଘରର ଚାକର ଆଉ ସୁମିତ୍ର ସାଙ୍ଗ ସେମାନେ ମଧ୍ୟ ବାପାଙ୍କ ସହ ହାତ ମିଳି ସାରିଥିଲେ। ଧୀରେ ଧୀରେ ସୁମିତ ମଧ୍ୟ ମୋତେ ଭୁଲ ବୁଝିବାରେ ଲାଗିଲେ। ଯେତେବେଳେ ରାଗି ସୁମିତ ଘର ଛାଡ଼ି ଚାଲିଗଲେ, ସେହି ମୌକାର ଫାଇଦା ଉଠାଇ ବାପା ନିଜେ ମୋତେ ମାରିଦେଲେ ଆଉ ଗାଁ ଲୋକମାନଙ୍କୁ ଆତ୍ମହତ୍ୟା ବୋଲି ଘୋଷଣା କରିଦେଲେ। କିନ୍ତୁ ମୁଁ ମରିବା ଆଗରୁ ସୁମିତ ପାଇଁ ଗୋଟେ ଲେଟର୍ ଲେଖିଲି। ସେ ପାଇଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ମୁଁ ସମସ୍ତଙ୍କୁ ମାରିଦେଲି ଯେଉଁମାନେ ମୋତେ ବଦନାମ କରିଥିଲେ। ସୁମିତ୍ର ସାଙ୍ଗ, ଚାକର, ସମସ୍ତଙ୍କୁ। ଏମିତିକି ମୋ ଆତ୍ମାକୁ ବାନ୍ଧିବା ପାଇଁ ବହୁତ ଚେଷ୍ଟା କରୁଥିଲେ ବାପା, କିନ୍ତୁ ମୋ ମା ତାରିଣୀ ସେମିତି ହେବାକୁ ଦେଲେନି। ଏବେ ବାସ୍ ବାପା ହିଁ ବାକି ଅଛନ୍ତି। ସେ ଆଜି ମରିବେ, କାରଣ ମୁଁ ହିଁ ତାଙ୍କୁ ମାରିବି। ଏସବୁ ଶୁଣି ସାରିଲା ପରେ ସମ୍ବିତ ମଧ୍ୟ ବହୁତ କାନ୍ଦିଲା। ଆଉ ସୁମିତ ମଧ୍ୟ ସବୁ କଥା ଶୁଣି ସାରିଥିଲା ପଛପଟରୁ। ସୁମିତ୍ର କାନ୍ଦ ମୋହିନୀ ମଧ୍ୟ ଶୁଣିଲା। ସେ ବି ଜାଣି ଖୁସି ହେଲା ଯେ ସୁମିତ ନିଜ ଭୁଲ ବୁଝି ସାରିଛନ୍ତି ବୋଲି। ଏବେ ମୋହିନୀ ମଧ୍ୟ ମୁକ୍ତି ଚାହେଁ, ଆଉ ସେଇଟା କେବଳ ସମ୍ବିତ, ଯିଏକି ତା ବେଷ୍ଟ ଫ୍ରେଣ୍ଡ, ତା ଦ୍ୱାରା ହିଁ ହେଇପାରିବ। ମୋହିନୀ ମୁକ୍ତି ପାଇବା ଆଗରୁ ସମ୍ବିତକୁ କହିଲା, ଶୁଣ ସମ୍ବିତ, ମୋ ଆତ୍ମା ତୋ ଦ୍ୱାରା ହିଁ ଶାନ୍ତି ପାଇପାରିବ। ସୁମିତକୁ ଭଲ ପାଉଥିଲି ସତ, କିନ୍ତୁ ସେ ମୋତେ ବିଶ୍ୱାସ କରିଲେନି। ଆଉ ତୁ ମୋ ସାଙ୍ଗ ହେଇକି ମୋତେ ବୁଝିବାକୁ ଚେଷ୍ଟା କଲୁ। ବାସ୍ ଏତିକି ହିଁ ମୋ ପାଇଁ ଯଥେଷ୍ଟ। ସମ୍ବିତ ମୋହିନୀର ଆତ୍ମାକୁ ହଁ କରି ମନ ଦୁଃଖରେ ଘରକୁ ପହଞ୍ଚିଲା। ଘରେ ଦେଖିଲା ବାପା ମରିକି ପଡ଼ିଛନ୍ତି। ଆଉ ସେ ଜାଣିସାରିଥିଲା ଯେ ଏ ମର୍ଡର ମୋହିନୀ ହିଁ କରିଛି। ଏଇଠୁ ସରିଲା ମୋହିନୀର କାହାଣୀ। ଆପଣମାନଙ୍କୁ କେମିତି ଲାଗିଲା ଲାଇକ୍, ସେୟାର, କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।